ଦୂର ଏକ ଗାଁରେ ରଘୁ ତା ଜେଜେମା ସହ ତାଙ୍କ ଛୋଟ କୁଡ଼ିଆରେ ରହୁଥିଲା। ତା ଜେଜେମା ପ୍ରତିଦିନ ଗାଈଠାରୁ କ୍ଷୀର ଦୁହିଁ ଗାଁ ଗାଁ ବୁଲି ବିକ୍ରି କରି ରଘୁକୁ ପୋଷୁଥିଲେ। ରଘୁ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ କରୁଥିଲା। ସେ ପ୍ରତିଦିନ ସ୍କୁଲକୁ ଯାଉଥିଲା ଓ ତାଙ୍କ ଶ୍ରେଣୀରେ ପ୍ରଥମ ଆସୁଥିଲା। ତାଙ୍କ ଗାଁର ଲୋକମାନେ ମଧ୍ୟ ତାକୁ ବହୁତ ଭଲ ପାଉଥିଲେ ଓ ତାକୁ କହୁଥିଲେ, ରଘୁ ଆମ ଗାଁର ନାଁ ରଖିବ। ଦିନେ ରଘୁ ତା ଜେଜେମା ପାଖକୁ ଆସି କହିଲା, ଜେଜେମା, ମୋତେ କିଛି ଟଙ୍କା ଦିଅ। ମୁଁ ଗାଁ ମୁଣ୍ଡରେ ଥିବା ହରିଆ କାକାଙ୍କ ଠାରୁ ବରା ଓ ସିଙ୍ଗଡ଼ା ଖାଇବି। ହଇରେ, କ'ଣ କହିଲୁ? ମୁଁ ପଇସା ଦେବି, ତୁ ଯାଇକି ବରା ସିଙ୍ଗଡ଼ା ଖାଇବୁ? ଯା ଜଲ୍ଦି କାଠ ଆଣିବୁ, ନହେଲେ ଆଜି ଉପାସରେ ଶୋଇବୁ। ତାପରେ ରଘୁ ମନ ଦୁଃଖରେ ଜଙ୍ଗଲକୁ କାଠ ପାଇଁ ଗଲା। ସନ୍ଧ୍ୟାରେ ସେ ଯେତେବେଳେ ଫେରୁଥାଏ, ବାଟରେ ଦେଖିଲା ଗୋଟିଏ ଝାଡ଼ୁଟିଏ ପଡ଼ିଛି। ସେ ମନେ ମନେ ଭାବିଲା, ମୁଁ ଯଦି ଏଇ ଝାଡ଼ୁଟିକୁ ନେଇଯିବି, ମୋ ଜେଜେମା ମୋତେ ଖୁସି ହୋଇ ପଇସା ଦେବେ। ତାପରେ ସିଏ ସେଇ ଝାଡ଼ୁଟିକୁ ଧରି ଘରକୁ ଚାଲିଲା। ବହୁତ ମନ ଖୁସିରେ ଘରକୁ ଚାଲିଲା ଓ ଘରକୁ ଆସି ତା ଜେଜେମାକୁ କହିଲା, ଜେଜେମା, ଦେଖ ମୁଁ କ'ଣ ଆଣିଛି। ହଇକିରେ, ତୁ କୁଆଡ଼େ ଯାଇଥିଲୁ? ତୋତେ ଖୋଜି ଖୋଜି ମୁଁ କାନ୍ଦି ପକେଇଲିଣି। ତୁ କୁଆଡ଼େ ଯାଇଥିଲୁ? ଜେଜେମା, ମୁଁ କୁଆଡ଼େ ଯାଇନଥିଲି। ଜଙ୍ଗଲରୁ ଫେରିଲା ବେଳେ ଏଇ ଝାଡ଼ୁଟିକୁ ପାଇଲି। ତାପରେ ସେ ତା ଜେଜେମାକୁ ସେଇ ଝାଡ଼ୁଟିକୁ ଦେଲା ଓ ତା ଜେଜେମା ତାକୁ କ'ଣ କହିଲେ ୟା ପର ପାର୍ଟରେ ଦେଖିବା।